କାଳଜୟୀ ଲେଖକ ଶ୍ରୀ ମନୋଜ ଦାସଙ୍କର କଲମମୁନରୁ ଗଳ୍ପଟିଏ। ଦୂର ନିର୍ଜନ ସୁର। ଟେଲିଗ୍ରାମଟି ହାତରେ ଧରି ଦୀର୍ଘକାଳ ମୁଁ ତାଙ୍କର ଫଟୋ ଆଡ଼କୁ ଅନାଇ ରହିଥିଲି। ସୁଦୂର ଦିଲ୍ଲୀରୁ ସହସ୍ର କୋଶ ବ୍ୟାପୀ ତରଙ୍ଗାୟିତ ହୋଇ ଏକ ବିମୁଗ୍ଧ ହୃଦୟର ଯେଉଁ ପୁଲକ ସ୍ପନ୍ଦନ ଶବ୍ଦ କେତୋଟିର ରୂପାୟନ ଲଭି ମୋ ନିକଟରେ ପହଞ୍ଚିଥିଲା, ମୋ ସହିତ ତହିଁଦ୍ୱାରା ସଂକ୍ରମିତ ହେବା ନିମନ୍ତେ ସେ ଆଉ ନଥିଲେ। ତାଙ୍କ ଫଟୋ ଉପରେ କିନ୍ତୁ ମୋର ଦୃଷ୍ଟି ନିବଦ୍ଧ ଥାଇ ମୋ ନିଜ ଭିତରେ ସଞ୍ଜୀବିତ ହୋଇ ଉଠୁଥିଲା ସୁଦୂର ସ୍ମୃତିର ଏକ ନିର୍ଜନ ପୃଥିବୀ। ମୋର ସ୍ମୃତିପଟ ମନେ ହେଉଥିଲା ଯେମିତି ମଧୁର ସଜଳ ଆକାଶ, ଯେଉଁଥିରେ ପ୍ରତିଭାତ ହେଉଥିଲା ତାଙ୍କର ଅଜସ୍ର ତ୍ୟାଗ ବିରଚିତ ଆଦିଗନ୍ତ ଏକ ଇନ୍ଦ୍ରଧନୁ। ତାଙ୍କର ଦୈନନ୍ଦିନ ଜୀବନ ଥିଲା ସାବଲୀଳ ତ୍ୟାଗର ଏକ ସଂଗୁପ୍ତ ତାଲିକା, ମୋର ତଥା ଆମ କନ୍ୟା ମୀନାର ସୁଖ ସକାଶେ। ଆଜିର ବିଶ୍ୱବିଦ୍ୟାଳୟର ଗୁରୁଗମ୍ଭୀର ସଲ୍ଲଜ୍ଜ ସୁଶୀଳା ବିଦ୍ୟାର୍ଥିନୀ ମୀନା 20 ବର୍ଷ ତଳେ ଥିଲା ମୁଠାଏ ଅଝଟ ଘୂର୍ଣ୍ଣିବାତ୍ୟା। ସେତେବେଳେ ଉତ୍ତର ସୀମାନ୍ତର ଅନ୍ୟତମ ଜନବିରଳ ଅଥଚ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିର କେତେକ ନିର୍ମାଣ କାର୍ଯ୍ୟର ତତ୍ତ୍ୱାବଧାନରେ ମୋତେ କିଛି କାଳ କଟାଇବାକୁ ପଡ଼ିଥିଲା। ଏକ ପାର୍ବତ୍ୟ ଭିତ୍ତିଭୂମି ଉପରେ ମୋର ବଙ୍ଗଲୋ, ପ୍ରଶସ୍ତ ଚତ୍ୱର ଓ ତାକୁ ଘେରି କଣ୍ଟାତାରର ବଳୟ। ଅଦୂରରେ ଆଉ କେତେକ କର୍ମଚାରୀଙ୍କର ବାସଗୃହ ସମନ୍ୱୟରେ ଏକ କ୍ଷୁଦ୍ର କଲୋନୀ ଅବଶ୍ୟ ଗଢ଼ି ଉଠିଥିଲା, କିନ୍ତୁ ଅଧିକାଂଶ କର୍ମଚାରୀ ରହିଥିଲେ ପରିବାର ବିଯୁକ୍ତ ଭାବରେ। ଆଉ ଯେଉଁ ଜଣେ ଅଧେ ସପରିବାରେ ରହିଥିଲେ, ସେମାନଙ୍କର ସହିତ ମୋ ସ୍ତ୍ରୀଙ୍କର ମିଶିବା ଦିଗରେ ପ୍ରତିବନ୍ଧକ ଥିଲା ଭାଷା। ଅତଏବ ସମଗ୍ର ଦିନ ଆମ କ୍ଷୁଦ୍ର ପରିବାରଟି ପରିଚାଳନା ବ୍ୟତିରେକେ ମୋର ସ୍ତ୍ରୀଙ୍କର ଏକମାତ୍ର କାର୍ଯ୍ୟ ଥିଲା ମୀନା ରୂପୀ ଘୂର୍ଣ୍ଣିବାତ୍ୟା କବଳର ଏକ ପଲ୍ଲବ ଭଳି ନିଜକୁ ଉତ୍ସର୍ଗ କରିଦେବା। ଦିନ ପରେ ଦିନ କଟିଯାଉଥାଏ, କିନ୍ତୁ ସମୟକ୍ରମେ ମୋ ଦାୟିତ୍ୱ ବହଳରୁ ବହଳତର ହୁଅନ୍ତେ ଘରେ ଅତିବାହିତ କରିବା ଭଳି ଅବସର ସଂକୁଚିତ ହୋଇ ଆସିଥିଲା। ତେଣିକି ବହୁ ସମୟରେ ମୁଁ ଅନୁତପ୍ତ ହେଉଥାଏ, କାହିଁକି ଏଇ ସୁଦୂର ଶୀତଳ ଅପନ୍ତରା ଭିତରକୁ ନିଃସଙ୍ଗ ଜୀବନଯାପନ କରିବାକୁ ମୀନା ଓ ତା'ର ମାଆଟିକୁ ମୁଁ ଟାଣି ନେଇ ଆସିଲି। ତାପରେ ଦିନେ ଗପସପ ଭିତରେ ମୁଁ ପ୍ରସ୍ତାବ ଦେଲି, ଆଚ୍ଛା, ତମ ସିତାରଟି ପଠାଇଦେବା ନିମନ୍ତେ ତମ ଭଉଣୀ ପାଖକୁ ଲେଖିଲେ କେମିତି ହୁଅନ୍ତା? ତୁମର ପୂର୍ବ ଅଭ୍ୟାସ ବଜାୟ ରହନ୍ତା, ତା ଛଡ଼ା ସମୟ ଅନ୍ତତଃ ଅପେକ୍ଷାକୃତ ମଧୁର ଗତିରେ କଟିଯାଆନ୍ତା। ସେ ସସ୍ମିତ ସମ୍ମତି ଜଣାଇଲେ। କହିଲେ, ମୁଁ ବି କିଛି ଦିନ ହେଲା ସେଇଆ ଭାବୁଥିଲି। ପ୍ରାୟ 3 ସପ୍ତାହ ପରେ ଏକ ସୁସମ୍ବନ୍ଧ ଆଧାର ଆମ ପାଖରେ ଆସି ପହଞ୍ଚିଲା। ଯଥା ସମୟରେ ତନ୍ମଧ୍ୟରୁ ସିତାରଟି ଆତ୍ମପ୍ରକାଶ କରନ୍ତେ ତାକୁ କୋଳରେ ଧରି ସେ ଯେତେବେଳେ ପରୀକ୍ଷା ସୂତ୍ରରେ ହାଲୁକା ଭାବରେ ସେଥିରେ ଝଙ୍କାର ତୋଳିଲେ, ସେତେବେଳେ ମୁଁ କ୍ଷଣକ ପାଇଁ ହେଲେ ବି ଲକ୍ଷ୍ୟ କରିପାରିଥିଲି ତାଙ୍କର ମୁଖମଣ୍ଡଳରେ ରୋମାଞ୍ଚକର ପେଲବ ଆଭା। ଯେହେତୁ ସିତାରର ଅନୁରଣନ ସହିତ ଆମ ପ୍ରାକ୍ ବୈବାହିକ ଜୀବନର କମ୍ ସ୍ୱପ୍ନମୟ ମୁହୂର୍ତ୍ତ ସ୍ମୃତି ଏକଭୂତ ନଥିଲା। ସେଦିନ ସୂର୍ଯ୍ୟାସ୍ତର ସେଇ ପ୍ରହରରେ ରୁକ୍ଷ ଗିରିମାଳା ବଳୟିତ କଦବା ପାର୍ବତ୍ୟ ଝଞ୍ଜାର ଦୁର୍ଯ୍ୟନାଦ ବିକମ୍ପିତ ପ୍ରାଣହୀନ ପ୍ରାନ୍ତରଟି ଭିତରେ ସୂକ୍ଷ୍ମ ସଙ୍ଗୀତର ପ୍ରଥମ ପ୍ରସ୍ଫୁଟନରେ ମନେ ହେଉଥିଲା ଯେମିତି ମରୁଭୂମିର ହାହାକାର ଭିତରେ ସମ୍ଭବ ହୋଇଛି ଅଚାନକ ଶ୍ରାବଣର ଧାରା, ଜନ୍ମ ନେଇଛି ଗୁଳ୍ମଲତା ତଟିନୀର ଏକ ସୁଶ୍ୟାମଳ ଉପନିବେଶ। ସେଇ ଶ୍ରାବଣରେ ଅବଗାହନ କରି ତାଙ୍କ ବ୍ୟକ୍ତିତ୍ୱରେ ଚମକି ଉଠିଥିଲା ଯେଉଁ ସତେଜତା, ତାକୁ ମୁଁ ଅନୁଭବ କରିଥିଲି ନିବିଷ୍ଟ ଭାବରେ। କିନ୍ତୁ ଏତିକିବେଳେ ଏକ ଅଭାବନୀୟ ପରିସ୍ଥିତି ଭିତରେ ଯେଉଁ ଘୂର୍ଣ୍ଣିବାତ୍ୟାଟି ସାମୟିକ ଭାବେ ସ୍ତବ୍ଧ ହୋଇଯାଇଥିଲା, ସେ ତା'ର କର୍ତ୍ତବ୍ୟ ନିରୂପଣ କରିନେଇ ତଦନୁସାରେ ନେଲା କ୍ଷିପ୍ରତମ ପଦକ୍ଷେପ। ମୀନା ଅଟଳ ସଂକଳ୍ପରେ ତା ଜନନୀ କୋଳକୁ ଝପଟି ଯାଇ ତା'ର କ୍ଷୀଣ ବାହୁ ଯୁଗଳରେ ତାଙ୍କଠାରୁ ସିତାରଟିକୁ ସ୍ୱତନ୍ତ୍ର କରିଦେବା ପାଇଁ ଦୁର୍ନିବାର ଲଢ଼େଇ ଆରମ୍ଭ କରିଦେଲା। ସମଗ୍ର ମାଟିକୁ ଅକ୍ତିଆର କରି ନ ସାରିବା ଯାଏଁ କିଛି ହିଁ ତାକୁ ନିବୃତ୍ତ କରିପାରିଲା ନାହିଁ। ସେହିପରି ଭାବରେ ଆମର ସେହି ପାର୍ବତ୍ୟ ବାସଭୂମିରେ ସଙ୍ଗୀତ ତା'ର ପ୍ରଥମ ଆତିଥ୍ୟରେ ଲାଭ କଲା ଏକ ସକରୁଣ ଅଭିଜ୍ଞତା। ବାସ୍ତବିକ ସଙ୍ଗୀତର ଆତ୍ମାଦେବୀ
ସେ ଅଭିଜ୍ଞତାକୁ କିପରି ବା ସହଜରେ ପାସୋରି ପାରିଥାନ୍ତେ। ବାକ୍ସଟି ପ୍ରଥମେ ଖୋଲା ହେଲା ବେଳେ ତହିଁରୁ ଉଦ୍ଗତ ଅଦ୍ଭୁତ ପଦାର୍ଥଟିକୁ ମୀନା ବେଶ୍ କୌତୂହଳ ସହକାରେ ନିରୀକ୍ଷଣ କରୁଥିଲା। କିନ୍ତୁ ହଠାତ୍ ସେହି ନବାଗତ ବିସ୍ମୟଟି ତା ମା ନିକଟରୁ ଯେଉଁ ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା ଲାଭ କଲା, ତାହା ତାକୁ ଅବିଳମ୍ବେ ଉତ୍ତେଜିତ କରି ତୋଳିଲା। ତା ମା'ର ଆଲିଙ୍ଗନ ଓ ନିବିଷ୍ଟତା ଏକମାତ୍ର ତା'ର ହିଁ ପ୍ରାପ୍ୟ, ସେ ଦିଗରେ ସେ କୌଣସି ସାଲିସ ପାଇଁ ପ୍ରସ୍ତୁତ ନଥିଲା। ତାହାପରେ ଯେତେବେଳେ ତା'ର ମା ସିତାର ଧରି ବସିଲେ, ସେତେବେଳେ ମୀନା ଅନିବାର୍ଯ୍ୟ ଭାବରେ ସେହି ଦୁରନ୍ତ ଲମ୍ଫର ପୁନରାବୃତ୍ତି କରିବାକୁ ଲାଗିଲା। ପ୍ରତି ଥର ଏଇ ଆଶା ନେଇ ତା'ର ମା ସିତାରଟି ଥୋଇ ଦିଅନ୍ତି ଯେ ଧୀରେ ଧୀରେ ମୀନା ନିଶ୍ଚୟ ସହନଶୀଳା ହୋଇ ଉଠିବ। ସେହି ଅନାଦୃତ ଅତିଥିଟି ପ୍ରତି ତା ଭିତରେ ଅନୁକମ୍ପାର ସଞ୍ଚାର ଜାତ ହେବ। କିନ୍ତୁ କାଳକ୍ରମେ ଦେଖାଗଲା ଏ ଆଶା ବୃଥା। ସିତାରର ସାମାନ୍ୟ ଗୁଞ୍ଜରଣରେ ମୀନାର ସୁଷୁପ୍ତି ମଧ୍ୟ ଅବିଳମ୍ବେ ତୁଟିଯାଏ। ଅବଶେଷରେ ଧୈର୍ଯ୍ୟର ସୁଦୀର୍ଘ ପ୍ରତୀକ୍ଷା ଭିତରେ ଏକଦା ଦ୍ୱିପ୍ରହରେ ମୋର ସ୍ତ୍ରୀ ହୁଏତ ମୁହୂର୍ତ୍ତକ ସକାଶେ ଟିକେ ଦୃଢ଼ମନା ହୋଇ ମୀନାର ଉପର୍ଯ୍ୟୁପରି ଆକ୍ରମଣ ସତ୍ତ୍ୱେ ସିତାର ବଜାଇ ଚାଲିଥିଲେ। ସୌଭାଗ୍ୟର କଥା ଯେ ସିତାର ଓ ମୀନାର ସମ୍ଭୂତ ସେହି ଅଶ୍ରୁତପୂର୍ବ ଐକ୍ୟତାନର ଶିକାର ହେବା ନିମନ୍ତେ ଆମର ଗୃହ ସଂଲଗ୍ନ ପ୍ରତିବେଶୀ କେହି ନଥିଲେ। ଅବଶେଷରେ କ୍ଳାନ୍ତ ମୀନା ତା'ର କୋହ ଚାପି ଚାପି ଯାଇ ଖଟ ଉପରେ ଶୋଇପଡ଼ିଲା। କହିବା ବାହୁଲ୍ୟ ଯେ ସେତିକିରେ ତା'ର ମା ମଧ୍ୟ ସଙ୍ଗେ ସଙ୍ଗେ ଯାଇ ତା ପାଖରେ ଶୋଇ ତାକୁ ଖୋସାମତ କରିବାକୁ ଲାଗିଗଲେ। ଅଳ୍ପ ସମୟ ପରେ ସେଦିନ ମୁଁ ଅସମୟରେ ଘରକୁ ଫେରିଆସିଲି। ମୋ ଡାକରେ ନିଦରୁ ହଠାତ୍ ଉଠିପଡ଼ି ମୋର ସ୍ତ୍ରୀ ବିବ୍ରତ ଭାବରେ ଇତସ୍ତତଃ ଅନାଇବାକୁ ଲାଗିଲେ। ମୀନା ସେତେବେଳକୁ ତାଙ୍କର ପାଖରେ ନଥିଲା ଏବଂ ଆଶୁ ଅନୁସନ୍ଧାନରେ ତାକୁ ଘର ଭିତରେ କେଉଁଠି ଦେଖିବାକୁ ମିଳିଲା ନାହିଁ। ଏକା ନିମିଷରେ ତାଙ୍କର ଆଖି ଆଗରେ ଅବତରଣ କଲା ଅମାବାସ୍ୟାର ଅନ୍ଧକାର। ମୋ ଆଖିରେ ଅନ୍ତତଃ ରହସ୍ୟର କୁଜ୍ଝଟିକା। ମୀନା ଓ ତା'ର ମା ଶୋଇବା ପୂର୍ବରୁ ହିଁ ପରିଚାଳକ ପିଲାଟି ବାହାରକୁ ବାହାରି ଯାଇଥିଲା। ସୁତରାଂ ମୀନା ସେହି କ୍ଷଣି ସେହି ସ୍ଥାନରେ ଆବିଷ୍କୃତ ନ ହେବା ଯାଏଁ ଆମ ପାଇଁ ସାନ୍ତ୍ୱନାର କ୍ଷୀଣ ସୂତ୍ରଟିଏ ବି ନଥିଲା। ମୁଁ ବାରମ୍ବାର କୋଠରୀରୁ କୋଠରୀକୁ ଦୌଡ଼ି ବୁଲିବାକୁ ଲାଗିଲି। ତାପରେ ଗଲି ପଶ୍ଚାତ୍ ଦେଶର ହତା ଭିତରକୁ। ସେଠାରେ କଣ୍ଟା ତାରବାଡ଼ ନିକଟରେ ଛିଡ଼ା ହୋଇ ଅପର୍ଯ୍ୟାପ୍ତ ବନ୍ୟବୁଦା ଓ ତୀକ୍ଷ୍ଣ ଶିଳାଖଣ୍ଡ ସମୂହରେ ଅନ୍ଧକାରାଚ୍ଛନ୍ନ ସେପାରିର ସୁଗଭୀର ପାର୍ବତ୍ୟ ଢାଲୁ ଆଡ଼କୁ ଅନାଇ ରହିଲି। ଅତୀତରେ କେତେଥର ମୋ କାଖରେ ରହି ମୀନା ସେହି ଗର୍ତ୍ତ ଭିତରକୁ ଡେଇଁ ପଡ଼ିବାର ଅଭିନୟ କରୁଥାଏ ଓ ଆତଙ୍କରେ ମୋର ଭ୍ରୂକୁଞ୍ଚନ ହେବାର ଦେଖି ଖିଲିଖିଲି ହସି ଉଠୁଥାଏ। ମୀନାର ସେହି ଅଭିନୟ କଥା ମନେ ପଡ଼ିବା ମାତ୍ରେ ମୁଁ ଯେପରି ଅକସ୍ମାତ୍ ଅଥର୍ବ ପାଲଟିଗଲି। ତେଣିକି କେବଳ ମୀନା ମୀନା ବୋଲି ଚିତ୍କାର କରିବା ଛଡ଼ା ମୋର ଆଉ କୌଣସି କ୍ଷମତା ନଥିଲା। ବହୁ ସମୟ ଧରି ମୋର ଓ ମୋ ସ୍ତ୍ରୀଙ୍କର ବ୍ୟାକୁଳ ଡାକ କେବଳ ପର୍ଯ୍ୟାୟକ୍ରମେ ସେହି ବିସ୍ତୀର୍ଣ୍ଣ ପାର୍ବତ୍ୟ ସ୍ତବ୍ଧତା ଭିତରେ ବିଲୀନ ହୋଇଯାଉଥାଏ। ମୁଁ ମୋର କାର୍ଯ୍ୟସ୍ଥଳୀରୁ ବସାକୁ ଫେରିବା ପୂର୍ବରୁ ମୀନା ଓ ତା ମାଙ୍କ ଭିତରେ ଯେଉଁ ତୀବ୍ର ଜିଦ୍ର ପ୍ରତିଯୋଗିତାଟି ଅନୁଷ୍ଠିତ ହୋଇଯାଇଥିଲା, ସେ ବିଷୟରେ ସେ ପର୍ଯ୍ୟନ୍ତ ମୋତେ କିଛି ମାଲୁମ ନଥିଲା। ମୋ ସ୍ତ୍ରୀ କିନ୍ତୁ ନିଶ୍ଚିତ ଥିଲେ ଯେ ସେ ମୀନା ଅପେକ୍ଷା ସିତାରକୁ ଅଧିକ ଭଲ ପାଆନ୍ତି। ଏହି ଧାରଣା ଜନିତ ଏକ ଅଦମିତ ଅଭିମାନ ସହ ମୀନା ଆମକୁ ଛାଡ଼ି ଚାଲିଯାଇଛି। ସେତେବେଳେ ସେ ପାଗଳିନୀ ପ୍ରାୟ ଯାହା ସବୁ ଉଚ୍ଚାରଣ କରୁଥିଲେ, ସେସବୁର ସଙ୍ଗତି ମୁଁ ନିରୂପଣ କରିପାରୁନଥିଲି। ତେବେ ସେ ସିତାରକୁ ହିଁ ଏହି ଦୁଃସହ ଦୁଃଖ ସକାଶେ ଦାୟୀ କରି ଅଭିଶାପ ଦେଉ ଦେଉ ସିତାର ଯେଉଁ ର୍ୟାକ୍ ଉପରେ ରଖା ହୋଇଥାଏ, ସେ ଦିଗକୁ ଆଗେଇ ଯାଉଥିଲେ। ଯେଉଁ କାଠ ବାକ୍ସଟିରେ ସିତାର ଆସିଥିଲା, କେବଳ ତା ଉପର ଭାଗଟି ଆବରଣଟି କାଢ଼ି ଦେଇ ସେଇଥିରେ ହିଁ ସେଯାଏ ସିତାରଟିକୁ ରଖା ହେଉଥାଏ। ସେହି ବିଶୃଙ୍ଖଳ ମୁହୂର୍ତ୍ତରେ ମୋର ସ୍ତ୍ରୀ ହୁଏତ ସିତାରଟିକୁ କଚାଡ଼ି ଚୁରମାର କରିଦେବାକୁ ଚାହୁଁଥିଲେ। ସେହି ଉଦ୍ଦେଶ୍ୟରେ ହୁଏତ ବାକ୍ସଟି ଭିତରକୁ ସେ ତାଙ୍କର କରଯୁଗଳ ପ୍ରସାରିତ କରିଦେଇଥିଲେ। ବାସ୍, ତହିଁ ଭିତରୁ ତତ୍କ୍ଷଣାତ୍ ବିଜୁଳି ଭଳି ତାଙ୍କ କୋଳକୁ ଡେଇଁ ପଡ଼ିଲା ମୀନା। ଆଜି 20 ବର୍ଷ ପରେ ବି ସେ ଦୃଶ୍ୟ ମୋ ଭିତରେ ଆଶ୍ଚର୍ଯ୍ୟ ଜୀବନ୍ତ ହୋଇ ରହିଛି। ମୀନାକୁ ଛାତିରେ ଜାବୁଡ଼ି ଧରି ତା ମାଙ୍କର ପ୍ରଗଳ୍ଭତା, ତାଙ୍କର ଅଶ୍ରୁପ୍ଳାବିତ ମୁହଁ ଏବଂ ମୀନାର ସେହି ସଲ୍ଲଜ୍ଜ ସ୍ମିତ ହସ। ମୀନା ଯାହା କରିଥିଲା ତାହା ଏମିତି କିଛି ରହସ୍ୟମୟ ନୁହେଁ। ତା ମା ଶୋଇଯିବା ପରେ ସେ ପ୍ରବଳ ପରିଶ୍ରମ କରି ସେ ସିତାରଟିକୁ ବାକ୍ସରୁ ବାହାର କରି ବୋହି ବୋହି ନେଇ ପରିଚାରକ ପିଲାଟିର କୋଠରୀ ଭିତରେ ଥୋଇ ଦେଇଥିଲା।
ସେଠାରେ ଅବଶ୍ୟ ମୁଁ ମୀନାକୁ ଖୋଜିଲା ବେଳେ ସିତାରଟିକୁ ଯେ ଦେଖିନଥିଲି ତାହା ନୁହେଁ, କିନ୍ତୁ ମୋତେ କିଛି ଅସ୍ୱାଭାବିକ ଲାଗିନଥିଲା। କାରଣ ମୁଁ ଭାବିଥିଲି ଆକ୍ରମଣକାରୀ କନ୍ୟା କବଳରୁ ଯନ୍ତ୍ରଟିକୁ ରକ୍ଷା କରିବା ନିମନ୍ତେ ହୁଏତ ମୋ ସ୍ତ୍ରୀ ସେଠାରେ ତାକୁ ଥୋଇଛନ୍ତି। ତାପରେ ସିତାର ବଦଳରେ ସ୍ୱୟଂ ବାକ୍ସଟି ଭିତରେ ଶୋଇପଡ଼ିବାର ରହସ୍ୟ। ଏଇଟିକୁ ଆଜି ଉପାଧ୍ୟୁତର ମନୋବିଜ୍ଞାନର ଛାତ୍ରୀ ମୀନା ନିଜେ ବିଶ୍ଳେଷଣ କରିବା ସକାଶେ ଛାଡ଼ି ଦିଆଯାଉ। ଉପରୋକ୍ତ ଘଟଣା ପରେ ମୋର ସ୍ତ୍ରୀ ଆଉ କେବେ ବି ସେହି ଉତ୍ତରାଞ୍ଚଳର ଆଦିମ ନିର୍ଜନତାକୁ ସିତାର ସହଯୋଗେ ସୁଧାରିବାର ଉଦ୍ୟମ କରିନାହାନ୍ତି। ଆଉ ସିତାରଟି ଧୀରେ ସୁସ୍ଥେ ତାହା ମୀନାର ଖେଳନା ରାଇଜକୁ ଅପସରି ଯାଇଥିଲା। ତାପରେ ବେଶ କିଛି ବର୍ଷ ପରେ ପୁଣି ଯେତେବେଳେ ପରିଷ୍କୃତ ଓ ମରାମତ ହୋଇ ତାହା ତା'ର ଯୋଗ୍ୟ ସମାଦର ପାଇଲା, ସେତେବେଳେ ମୁଁ ଓ ମୋର ସ୍ତ୍ରୀ ସୋଫା ଉପରେ ବସି ଆନନ୍ଦ ବିହ୍ୱଳ ଭାବରେ ନିରୀକ୍ଷଣ କରୁଥିଲୁ। ମୀନା କିପରି ଜଣେ ସୁଦକ୍ଷ ଶିକ୍ଷକଙ୍କର ନିର୍ଦ୍ଦେଶ କ୍ରମେ ତା'ର ସୁକୁମାର ଅଙ୍ଗୁଳିଗୁଡ଼ିକୁ ମଣ କରି ଚାଲିଥିଲା। ସମୟର ସ୍ରୋତ ବହମାନ, କେଡ଼େ କ୍ଷିପ୍ର ତା'ର ଗତି। ନିଖିଳ ଭାରତ ଆନ୍ତର୍ବିଶ୍ୱବିଦ୍ୟାଳୟ ଯୁବ ସମ୍ମିଳନୀରେ ସାଂସ୍କୃତିକ ପ୍ରତିଯୋଗିତାରେ ସିତାର ବାଦନରେ ମୀନା ପ୍ରଥମ ହୋଇଛି। ଟେଲିଗ୍ରାମଟି ଏହି ସମ୍ବାଦ ବହନ କରି ଆଣିଥିଲା। ସୋଫା ଉପରେ ବସି ରହି ଏକାଧିକ ବାର ମୁଁ ଟେଲିଗ୍ରାମଟି ପଢ଼ୁଥିଲି। ଆଜି କିନ୍ତୁ ସେଠାରେ ବସି ରହିଥିଲି ମୁଁ ଏକାକୀ। ସମାପ୍ତ।